ସାବିତ୍ରୀ ବ୍ରତ ହେଉଛି ସ୍ନେହ ସମର୍ପଣ ଅତୁଟ ବିଶ୍ୱାସର ପର୍ବ। ସାବିତ୍ରୀ ବ୍ରତ ଏହା ହେଉଛି ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କର ଏକ ଅମର ପ୍ରତୀକ। ସାବିତ୍ରୀଙ୍କର ଅତୁଟ ନିଷ୍ଠା ଆଉ ସାହସ ହେଉଛି ପ୍ରତ୍ୟେକ ନାରୀ ପାଇଁ ଏକ ପ୍ରେରଣା। ଭଲ ପାଇବା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ଅନ୍ୟ ନାମ ହେଉଛି ସାବିତ୍ରୀ। ନାରୀର ଭଲ ପାଇବା, ତ୍ୟାଗ ଓ ଭକ୍ତିର ଶକ୍ତିକୁ ଦର୍ଶାଇଥାଏ ସାବିତ୍ରୀ ବ୍ରତ। ସାବିତ୍ରୀ ବ୍ରତ ଶିଖାଇଥାଏ ସତ୍ୟ ପ୍ରେମ କେବେ ବି ହାରେନି। ସାବିତ୍ରୀ ବ୍ରତ ଏକ ପରମ୍ପରା ନୁହେଁ, ଭଲ ପାଇବା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ଅନ୍ୟ ନାମ ହେଉଛି ସାବିତ୍ରୀ। ନାରୀର ଭଲ ପାଇବା, ତ୍ୟାଗ ଓ ଭକ୍ତିର ଶକ୍ତିକୁ ଦର୍ଶାଇଥାଏ ସାବିତ୍ରୀ ବ୍ରତ। ସାବିତ୍ରୀ ବ୍ରତ ଶିଖାଇଥାଏ ସତ୍ୟ ପ୍ରେମ କେବେ ବି ହାରେନି। ସାବିତ୍ରୀ ବ୍ରତ ଏକ ପରମ୍ପରା ନୁହେଁ, ଏହା ହୃଦୟର ଭକ୍ତି ଓ ବିଶ୍ୱାସ। ଯେଉଁଠି ନିଷ୍ଠା ଅଛି ସେଇଠି ସାବିତ୍ରୀଙ୍କ ଆଦର୍ଶ ଅଛି। ସାବିତ୍ରୀ ବ୍ରତ ପ୍ରେମକୁ ଆହୁରି ଅତୁଟ ବା ନିବିଡ଼ କରିଥାଏ। ସାବିତ୍ରୀଙ୍କ ଭକ୍ତି ଓ ସାହସ ଯୁଗେ ଯୁଗେ ସ୍ମରଣୀୟ। ସତୀତ୍ୱର ଶକ୍ତି କେତେ ଯେ ମହାନ ତାହା ସାବିତ୍ରୀ ଉପାଖ୍ୟାନରେ ଜୀବନ୍ତ ପ୍ରମାଣ। କିନ୍ତୁ ଆଜିକାଲିର ସ୍ତ୍ରୀମାନେ କ'ଣ କରୁଛନ୍ତି ନା, ମାନେ ଏଇଆ ଶାଢ଼ୀ ନହେଲେ ଆମେ ପିନ୍ଧିବୁନି, ଆମ ପାଇଁ ଏଇଆ ଶାଢ଼ୀ ଦରକାର, ଏଇଆ ଫଳ ଦରକାର। ସ୍ୱାମୀର ପକେଟ୍ ଦେଖୁନାହାନ୍ତି, ସ୍ୱାମୀର କେତେ ରୋଜଗାର ଦେଖୁନାହାନ୍ତି, କିନ୍ତୁ ଲୋକମାନେ ସାଙ୍ଗମାନେ କ'ଣ ପିନ୍ଧିଲେ, କ'ଣ ନାଇଲେ, କେତେ ଭୋଗ କଲେ ସେଇଟା ଦେଖୁଛନ୍ତି। କିନ୍ତୁ ଏଇଟା ସାବିତ୍ରୀ ବ୍ରତର ପ୍ରକୃତ ଉଦ୍ଦେଶ୍ୟ ନୁହଁ। ପ୍ରକୃତ ଉଦ୍ଦେଶ୍ୟ ହେଲା ସ୍ୱାମୀଙ୍କର। ସାବିତ୍ରୀ ବ୍ରତର ପ୍ରକୃତ ଉଦ୍ଦେଶ୍ୟ ହେଲା ସିଏ ଗୋଟେ ଦୁହିତା। ସାବିତ୍ରୀ ଯେମିତି ଦୁଇ କୂଳକୁ ରକ୍ଷା କରିଥିଲେ ଆଉ ଦୁଇ କୂଳ ପାଇଁ ମଙ୍ଗଳ ଚିନ୍ତା କରିଥିଲେ, ସେମିତି ଦୁଇ କୂଳ ପାଇଁ ଚିନ୍ତା କରିବା ଆଉ ଦୁଇ କୂଳର ଖୁସିରେ ଖୁସି ହେବା ସାବିତ୍ରୀ ବ୍ରତର ମାନେ ପ୍ରକୃତ ଉଦ୍ଦେଶ୍ୟ। ଆଉ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରିବା, ତାଙ୍କ ଖୁସିରେ ଖୁସି ହେବା ପ୍ରତ୍ୟେକ ମାନେ ଗୋଟେ ଝିଅ ପାଇଁ ଏହାର ଲକ୍ଷ୍ୟ ହେବା ଦରକାର। ଆଉ ହଁ, ସେଇ ସ୍ୱାମୀମାନଙ୍କୁ ଆଉ ସେଇ ଶ୍ୱଶୁର ଘରକୁ ମଧ୍ୟ ପଦେ କହୁଛି, ଯେଉଁମାନେ କି ଆଜିକାଲି ମୋ ବାପ ଘରୁ ଭାର ଆସିଲେ, ବାପ ଘରୁ ଶାଢ଼ୀ ଆସିଲେ ଝିଅ ଯେ ସାବିତ୍ରୀ ବ୍ରତ କରିବେ, ଏଇଟା ଭୁଲ। କେବେ ବି ସାବିତ୍ରୀଙ୍କର ବାପ ଘରୁ କିଛି ଆସିନଥିଲା। ସିଏ ବଣରେ ଥିବା ଫଳମୂଳ ଯାହା ଥିଲା ସେଇଆ ଖାଇକି ସେ ସ୍ୱାମୀର ଦୀର୍ଘାୟୁ କାମନା କରିଥିଲେ। ତେଣୁକରି ନିଜ ପାଖରେ ଯାହା ଯେତିକି ଅଛି ସେତିକିରେ ବି ସମସ୍ତେ ସାବିତ୍ରୀ ବ୍ରତ କରିପାରିବେ। ରହିଲି, ଧନ୍ୟବାଦ। ହାପି ସାବିତ୍ରୀ ବ୍ରତ।